Hello, dear students. Welcome to my Odia classes. ଆଜିର କ୍ଲାସ୍ ଆରମ୍ଭ କରିବା ଆମର MCQ କ୍ଲାସ୍। ସବୁଦିନ MCQ କ୍ଲାସ୍ ରିଭିଜନ୍ ହେଉଛି। ଯେଉଁମାନେ ଜାଣି ନ ପାରୁଛ MCQ କ୍ଲାସ୍ ଏଇ ଭିଡ଼ିଓଟିକୁ ଦେଖ ଆଉ ସାଙ୍ଗମାନଙ୍କୁ ସେୟାର କର ତାକି ସେମାନେ ଜାଣିବେ। ମ୍ୟାଥଟା ସମସ୍ତଙ୍କ ପାଇଁ ଉପଯୋଗୀ ଆଉ ମ୍ୟାଥରେ ଅଧିକ ସ୍କୋର କରିହେବ ଟିକେ ଯଦି ମନ ଦେଇକି ପାଠ ପଢ଼ିବ। ଚାଲ ଆଜିର କ୍ୱେଶ୍ଚିନ୍ ଦେଖିବା ପୂର୍ବରୁ କାଲି ମୁଁ ପଢ଼େଇଥିଲି ଗୋଟେ କ୍ୱେଶ୍ଚିନ୍ଟେ ତୁମକୁ ଦେଇଥିଲି। ସେ କ୍ୱେଶ୍ଚିନ୍ଟା ହେଉଛି ନିମ୍ନଲିଖିତ ମଧ୍ୟରୁ କେଉଁ ବିନ୍ଦୁଟି x ଅକ୍ଷ ଉପରେ ଅବସ୍ଥିତ। କ୍ଲାସ୍ ଶେଷ କଲା ପୂର୍ବରୁ ତୁମକୁ ଏଇଟା ମୁଁ ଦେଇଥିଲି ଆଉ ଆନ୍ସର୍ ଏହାର ହେଉଛି କିଛି ପିଲା ତ ପଠେଇ ନାହାନ୍ତି କମେଣ୍ଟରେ ତମେ ଦେଖ କମେଣ୍ଟ କର ପ୍ରଶ୍ନର ଉତ୍ତର ଦିଅ ତୁମର ନିଶ୍ଚିନ୍ତ ଭାବେ ଅଭ୍ୟାସ ହେବ। ମୋ କାମ ହେଲା ଅଭ୍ୟାସ କରାଇବା ତୁମକୁ କ୍ୱେଶ୍ଚିନ୍ର ଆନ୍ସର୍। ଯେତେ ଅଭ୍ୟାସ କରିବ ସେତେ ଟାଇମିଂ ତୁମର ବଢ଼ିବ ଆଉ ଟାଇମିଂଟା ଶୀଘ୍ର ହେବ ତୁମେ ଏକ୍ଜାମ୍ରେ କରିକି ଆସିପାରିବ। ମୋ ସହିତ ଯଦି ଅଭ୍ୟାସ କରିବ ରେଗୁଲାର କ୍ଲାସ୍କୁ ଦେଖ ଆଉ ଡାଉଟ୍ କମେଣ୍ଟରେ କୁହ କେଉଁ ବିଷୟରେ ମୁଁ ଭିଡ଼ିଓ କରିବି କ୍ଲାସ୍ ତୁମେ ଜାଣୁଛ। ଚାଲ ଦେଖିବା କାଲିର କ୍ଲାସ୍ରେ ଯେଉଁ କ୍ୱେଶ୍ଚିନ୍ଟି ପଚରା ହେଇଥିଲା ନିମ୍ନଲିଖିତ ମଧ୍ୟରୁ କେଉଁ ବିନ୍ଦୁଟି x ଅକ୍ଷ ଉପରେ ଅବସ୍ଥିତ। x ଅକ୍ଷ ଉପରେ ଏଇଠି ଦେଖ ଏଇଟା ତୁମର x ଡ୍ୟାସ୍ y ଡ୍ୟାସ୍ ଏଇଟା ହେଉଛି x ଅକ୍ଷ ଏଇଟା y ଅକ୍ଷ। ସେ ପଚାରିଛି x ଅକ୍ଷ ଉପରେ এই ଚାରୋଟି ବିନ୍ଦୁ ଭିତରୁ କେଉଁ ବିନ୍ଦୁଟି ରହିବ। ମନେ ରଖ ଏଠି ଗୋଟେ କହୁଛି x ଅକ୍ଷ ଉପରେ ଯେକୌଣସି ବିନ୍ଦୁର ସ୍ଥାନାଙ୍କଟା y ଭ୍ୟାଲୁଟା ସବୁବେଳେ 0। ତୁମେ ଜାଣିଛ ଏଇଟା xର ଭ୍ୟାଲୁ ଏଇଟା yର ଭ୍ୟାଲୁ। ଯେଉଁଠି ଦେଖିବ y ଭ୍ୟାଲୁଟା 0 ଅଛି ସେଇଟା ରହିବ ଆଉ xର ନିର୍ଦ୍ଦିଷ୍ଟ ଗୋଟେ ଭ୍ୟାଲୁ ଥିବ ସେ ମାଇନସ୍ ଥାଉ କିମ୍ବା ପ୍ଲସ୍ ଥାଉ। ବୁଝିଗଲା ତ 3 0 ଅଛି -3 0 ବି ଥିଲେ ବି ହେଇଥାନ୍ତା 3 0 ଅଛି ମାନେ ଏଇଟା ହେବ ରାଇଟ୍ ଆନ୍ସର୍ ଅପସନ୍ ନମ୍ବର ଡି। ବୁଝିପାରିଲ ସମସ୍ତେ। ଚାଲ ଆଜିର କ୍ଲାସ୍ ଆରମ୍ଭ କରିବା। ଏଠି ଦେଖ ଆଜିର କ୍ଲାସ୍ ଆରମ୍ଭ କରିବା ପୂର୍ବରୁ ଆମର କିଛି ସୂଚନା ମୁଁ ତୁମକୁ ଦେବାକୁ ଚାହିଁବି। ଆମର ଡାଉଟ୍ କ୍ଲିୟର କ୍ଲାସ୍ ପାଇଁ ରେଗୁଲାର କ୍ଲାସ୍ ହେଉଛି ଡାଉଟ୍ କ୍ଲିୟର କ୍ଲାସ୍। ଏଇ କ୍ଲାସ୍ରେ ପେଡ୍ କୋର୍ସ ଆଉ ତୁମକୁ ମାଇ ଓଡ଼ିଆ କ୍ଲାସେସ୍ ପ୍ଲେ ଷ୍ଟୋରରୁ ଡାଉନଲୋଡ଼୍ କରିବାକୁ ପଡ଼ିବ ଆପ୍ଲିକେସନ୍। ଆଉ ଯେଉଁମାନେ ପଢ଼ିବାକୁ ଚାହୁଁଛ ଆଉ PDF ପାଇବା ପାଇଁ ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ ହୋଇପାରିବ ଡେସ୍କ୍ରିପସନ୍ ବକ୍ସରେ ଦିଆହେଇଛି। ଆଉ ଆଡ଼ମିସନ୍ କରିବା ପାଇଁ ଆମର ହ୍ୱାଟ୍ସଆପ୍ ନମ୍ବରରେ ମେସେଜ୍ କରିପାରିବ ଆଉ ଆମର ଟିମ୍ ବା ତୁମକୁ ସହାୟତା କରିବ। ହ୍ୱାଟ୍ସଆପ୍ ନମ୍ବରରେ ମେସେଜ୍ କରିବ ତୁମର କ୍ଲାସ୍ ପାଇଁ 8, 9, 10th 8 ତୁମ ଭାଇ ଯଦି ଥିବେ 9th ଆଉ 10th ପାଇଁ ଓନ୍ଲି ମ୍ୟାଥ୍ ଆଉ ସାଇନ୍ସ ଯେଉଁମାନଙ୍କର ମ୍ୟାଥ୍ ସାଇନ୍ସ ଟ୍ରବୁଲ୍ ରହୁଛି ଆଉ ଅନ୍ୟ ଗୁଡ଼ାକ ଆମେ ନୋଟ୍ ଦେଇଦେବୁ। ମ୍ୟାଥ୍ ସାଇନ୍ସ ବେସିକାଲି ଯାହାର ଟ୍ରବୁଲ୍ ରହୁଛି ଆମର ଏଇ ମାଇ ଓଡ଼ିଆ କ୍ଲାସେସ୍ ଆପ୍ଲିକେସନ୍ରୁ ଡାଉଟ୍ କ୍ଲିୟର କରିପାରିବେ ପଢ଼ିପାରିବେ ଆଉ ଭଲ ଭାବରେ ଏକ୍ଜାମ୍ ପ୍ରିପାରେସନ୍ କରିବେ। ଚାଲ ଦେଖିବା ଆଜିର କ୍ଲାସ୍। ପ୍ରଥମ କ୍ୱେଶ୍ଚିନ୍ଟି କ'ଣ ଅଛି। କ୍ୱେଶ୍ଚିନ୍ ନମ୍ବର 1 ଦତ୍ତ ଚିତ୍ରରେ PAB ଗୋଟେ ସଳଖାରେ ରହୁଛନ୍ତି ମାନେ ଛେଦକ ଇଏ PAB ବୃତ୍ତକୁ ଦେଖ ଚିତ୍ରରେ PAB ହେଲା ଛେଦକ PAB ତୁମର ଛେଦକ ଆଉ PCD ମଧ୍ୟ ଛେଦକ। ଛେଦ କାହାକୁ କହିବା ଗୋଟିଏ ସଳଖା ବୃତ୍ତକୁ ଦୁଇଟି ବିନ୍ଦୁରେ ଛେଦ କରିକି ଗଲା ତାକୁ କହିବା ଛେଦକ। ଯଦି ଗୋଟିଏ ବିନ୍ଦୁରେ ଛେଦ କରିକି ଯିବ ତାହା ହେଉଛି ସ୍ପର୍ଶକ। ତ ଦୁଇଟା ଏଠି ଛେଦ ବିନ୍ଦୁ ଦୁଇଟା ସଳଖା 4ଟି ଛେଦ ବିନ୍ଦୁ ସୃଷ୍ଟି ହେଇଛି ତେଣୁକରି ଏହା ଗୋଟେ ଛେଦକ। କ୍ୱେଶ୍ଚିନ୍ କ'ଣ ଦେଲା ନା PA 7 ସେମି PA ଏଠି ତୁମର 7 ସେମି
ए बी 9 सेमी पीडी 14 सेमी हेले सीडी केते तो ये क्वेश्चन पचारा ये देख मुझे करी पीए इंटू पीबी समान पीसी इंटू पीडी यहाँ को मन रख तुम यार प्रमाण अच्छी केमती मुझे कमेंट बॉक्स रे कहब मु बुझाईदेवी पीए इंटू पीबी समान पीसी इंटू पीडी तो पीए है 7 पीबी है 16 पीसी पीडी रहा 14 अच्छा पीबी तो देनी देख पीबी ये के बाहर पीए प्लस ए बी पीएटा केते 7 आ एबीटा केते 9 9 प्लस 7 है कि 16 हो गला तो पीबी जगह 16 पड़ला तो पीसी पीडी है 14 पड़ला पीसी इज इक्वल टू एटा मल्टीप्लाई है एपटे डिवीजन हो जो 7 2 जा 14 7 दूने 14 2 8 16 है 8 सेमती सीडी बाहर करिया कहि सीडी के बाहर पीडी माइनस पीसी बड़टा पीडी माइनस पीसी पीसीटा इन बाहर 8 तो पीडी है केते तुमर 14 हाँ नहीं पीडीटा है कौन 14 ताले 14 रु 8 हेले केते 6 पीडी माइनस पीसी हेले सीडी बाहरला बुझीगला तो नेक्स्ट क्वेश्चन देखिबा कौन अच्छी दत्त चित्र रे ओए समान एबी समान एसी ये देख 6 सेमी ओए समान एबी समान एसी ओए समान एबी समान एसी ये 6 सेमी है पचरा है बीसी केते सेमी ए बीसीटा तो एटा देला 6 बीटा देला 12 रू 3 एटा 6 रू 3 एटा 12 ताले एटा आंसर होची केमिति हबो देख वृत्तर केंद्र रु परिधि की जो करथिया रेखाखंड कौन व्यास ना व्यासार्ध व्यासार्ध केंद्र रु कहि जदि दुई परिधि की जो करिवो केंद्र बिंदु देकी ताहले ताको कहबा व्यास ताहले ओए समान ओबी समान ओसी ये सब वृत्तर व्यासार्ध तेणु ओबी प्लस ओसी मिसिकी है कौन बीसी तो ओबी है 6 ओसी है 6 एटा बीसी है तुम 12 तो बीसी है 12 पचार बीसी केते 6 6 12 जानीला टी कन्फ्यूज करने भाव हेनी ओके नेक्स्ट बुझीपार समस्ते नेक्स्ट क्वेश्चन की चलो ये क्वेश्चन रे देख मुझे बाछी बाछी इंपोर्टाट क्वेश्चन नहीं जोटा परीक्षार पहला बेले सब करौनी इंपोर्टाट क्वेश्चन मुझे तुम करेबी 3 4 5 टी से 4 5 टी देखिकी तुम टेस्ट पेपर भल भाव कस जोटा डाउट हो पचार कमेंट रे फोटो उठे भी छाड़ी पार व्हाट्सएप रे तो 90 माइनस थीटा पी कोण इक्वल थीटा हेले सी मान केते सी कोण केते एटी देख दत्त चित्र रे जो पी कोणटा तुमर थीटा ताले एओ बी कोण हम 180 माइनस थीटा मन रखिथा कहीं ना ये देख ये जो चतुर्भुज सृष्टि होची ए ओ बी पी यहाँ 90 डिग्री यहाँ भी 90 डिग्री 90 90 180 पलैला चतुर्भुज 4 कोण समष्टि 360 तो ये जदि थीटा है ये 180 माइनस थीटा हम कहीं ये दुटा मिसी 180 हवा दरकार पी को ओ तो यहाँ बाहर ए ओ बी वर्तमान 180 माइनस थीटा पचराई एस सी के गोटे चापर अंतलिखित कोण ता विपरीत चापर डिग्री परिमापर अधा आम पढ़ीचे तो डिग्री परिमापर अधा ये तो अधा कर दियो डिग्री परिमाप 180 बाई 2 माइनस थीटा बाई 2 180 बाई 2टा के 90 कौन बुझेगा नहीं 90 माइनस थीटा बाई 2 यहाँ हूँ तुम आंसर राइट आंसर ऑप्शन नंबर डी बुझीगला अच्छा अच्छा हो काली पे मैं गोटे क्वेश्चन दे दूची तमें करिवो
ଜ୍ୟାମିତିର ଦେଉଛି ଏଇଠି ଲେଖୁଛି ଏଇଟା ତମର ଦେଖ ଦୁଇଟି ପରସ୍ପର ଛେଦୀ ବୃତ୍ତର ସର୍ବନିମ୍ନ ସ୍ପର୍ଶକ ସଂଖ୍ୟା କେତେ? এই ପ୍ରଶ୍ନର ଉତ୍ତର ଦେବ କମେଣ୍ଟ ବକ୍ସରେ ଜଣାଇବ। ଦୁଇଟି ପରସ୍ପର ଛେଦୀ ବୃତ୍ତର ସର୍ବନିମ୍ନ ସ୍ପର୍ଶକ ସଂଖ୍ୟା କେତେ? ଏଇଟା କମେଣ୍ଟ ବକ୍ସରେ ଜଣାଇବ। ଆଜି ପାଇଁ ଏତିକି। କ୍ଲାସ୍ଟି ଯଦି ଭଲ ଲାଗିଛି ସାଙ୍ଗମାନଙ୍କୁ ସେୟାର କର, ଗୋଟିଏ ନୂଆ ଦେଖୁଥାଅ ଯଦି ଲାଇକ୍ କର ଆଉ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ପ୍ରେସ୍ କରିଦିଅ ତାକି ତ ନୋଟିଫିକେସନ୍ ତୁମେ ପ୍ରଥମେ ପାଇଯିବ। ପ୍ରତିଦିନ କ୍ଲାସ୍ 6ଟାରେ, ପ୍ରତିଦିନ 6 AM ପାଇଯିବ ଭିଡ଼ିଓ। ରହୁଛି, ଜୟ ଜଗନ୍ନାଥ।